ଏଇଟା একবার ସ୍ପଷ୍ଟ କଥା। ଅନେକ ପରିବାରର ଅଶାନ୍ତି ଆମ ପାଖକୁ ଆସି ପହଞ୍ଚୁଛି। ଅନେକ ପିତାମାତା ମଧ୍ୟ ଭୁଲ ବାଟରେ ଅଛନ୍ତି। ଏତେ ଭୁଲ ବାଟରେ ଅଛନ୍ତି, କେଉଁଠି ପିତା ଅଛନ୍ତି, କେଉଁଠି ମାତା ଅଛନ୍ତି, କେଉଁଠି ଉଭୟ ଅଛନ୍ତି। ଏତେ ଭୁଲ ବାଟରେ ସେମାନେ ଅଛନ୍ତି, ସେ ପିଲାଙ୍କୁ କ'ଣ ଶିକ୍ଷା ଦେବେ? ପିଲାମାନଙ୍କୁ ଶିକ୍ଷା ଦେବା ପରିବର୍ତ୍ତେ ପିଲାମାନେ ତାଙ୍କୁ ଅନୁକରଣ କରି ଭୁଲ ବାଟରେ ଯାଉଛନ୍ତି। ଜଣେ ବ୍ୟକ୍ତି ଗୃହ ଜଞ୍ଜାଳରେ ଅତିଷ୍ଠ ହୋଇଥିବା ଜଣେ ଗୃହସ୍ଥ ଜଣକ ପଚାରିଲେ, କେଉଁଠାକୁ ଗଲେ ଶାନ୍ତି ମିଳିବ? ମାନେ ଗୋଟେ ଜଞ୍ଜାଳ ଭିତରେ ନିଷ୍ପେଷିତ ହେଇଥିବା ଗୋଟିଏ ମଣିଷ, ଜଣେ ଗୃହସ୍ଥ ମଣିଷ, ସେ ବାବାଙ୍କୁ ପ୍ରଶ୍ନ କଲେ, କେଉଁଠାକୁ ଗଲେ ଶାନ୍ତି ମିଳିବ? ବାବା ଉତ୍ତର ଦେଲେ, କେଉଁଠିକି ଯିବା ଦରକାର ନାହିଁ, ଶାନ୍ତି ଅଛି ମନରେ। ମନରେ ଶାନ୍ତି ଅଛି। ଦହିରୁ ଯେମିତି ଲହୁଣୀ ବାହାର କରାଯାଏ, ଦହିକି ମନ୍ଥନ କଲେ ଲହୁଣୀ ବାହାରେ, ସେଇଭଳି ନିଜ ଭିତରେ, ନିଜ ମସ୍ତିଷ୍କ ଭିତରେ ଥିବା ଯେଉଁ ଶକ୍ତି, ବୁଦ୍ଧି, ବିବେକ, ବିଚାର, ଜ୍ଞାନକୁ ମନ୍ଥନ କଲେ ସେଇଠୁ ଶାନ୍ତି ହିଁ ମିଳିବ। ଶାନ୍ତି ରୂପକ ଲବଣୀ ସେଇଠାରୁ ତୁମେ ପ୍ରାପ୍ତ ହେବ। ବଳିଆ ଗୋଟେ ଧୁନରେ ଗାଏ, ସବୁବେଳେ ଗାଏ, ଅନେକ ସମୟରେ ଗାଏ, ଶାନ୍ତିର ଦର୍ଶନ ଗୁରୁ ଦର୍ଶନମ୍, ପ୍ରେମମୟ ମୂର୍ତ୍ତି ଶ୍ରୀ କଞ୍ଜ ପରମ୍। ଦୁନିଆରେ ଆପଣ ଶାନ୍ତି ଖୋଜୁଛନ୍ତି। ଶାନ୍ତି ଗୋଟେ ହାଟ ବଜାରରେ ମିଳେନି, କୌଣସି ବଡ଼ ବଡ଼ ଦୋକାନରେ ମିଳେନି। ଶାନ୍ତି କେଉଁଠି ଅଛି? ଧରନ୍ତୁ ଆପଣ ମନ୍ଦିରକୁ ଯିବେ, ସେଠି ମନ୍ଦିରରେ ଆପଣ ଦୁଃଖ ଜଣେଇବେ, ଆଖିରୁ ଲୁହ ଟିକେ ବୋହି ଆସିବ, ସେଥିରେ କିଛି ସମୟ ଆପଣ ଟିକେ ଶାନ୍ତି ପାଇବେ। କିନ୍ତୁ ସେ ଶାନ୍ତି ନିତ୍ୟ ଶାନ୍ତି ନୁହେଁ। କେବଳ ଗୋଟେ ମନ ଭିତରେ ଆସିଲା, ମୁଁ ମନ୍ଦିରକୁ ଯାଇଥିଲି, ଠାକୁରଙ୍କୁ ପ୍ରାର୍ଥନା କଲି, ସେ ଠାକୁରଙ୍କର ଫୁଲଟିଏ ଖସିଲା, ଏମିତି ଗୋଟେ ଭାବନା ଆମ ଭିତରେ ସୃଷ୍ଟି ହୁଏ। କିନ୍ତୁ ସେ ଶାନ୍ତି ଚିରସ୍ଥାୟୀ ନୁହଁ। ତାର ଅର୍ଥ ନୁହେଁ ଆମେ ମନ୍ଦିରକୁ ଯିବାନି କି ପ୍ରାର୍ଥନା କରିବାନି, ସେ କଥା ନୁହଁ। କିନ୍ତୁ ଶାନ୍ତି ଯଦି ଖୋଜୁଛ, ପ୍ରକୃତରେ ଶାନ୍ତି ଅଛି ମନରେ। ତୁମରି ଭିତରେ ହିଁ ଶାନ୍ତି ଅଛି। ଯେତେବେଳେ ନିଜେ ନିଜକୁ ବୁଝେଇ ପାରିବ, ସେଇଗୁଟାକ ହେଉଛି ଶାନ୍ତି। ଆପଣ ଗୁରୁଙ୍କ ପାଖକୁ ଗଲେ, ଗୁରୁ ଆପଣଙ୍କୁ ପଦେ କଥା କହିଲେ, ମନ୍ଦିରର ମୂର୍ତ୍ତି କଥା କହିଲାନି, କେବଳ ମନ୍ଦିରର ମୂର୍ତ୍ତି ପାଖରେ ଆପଣ ଦୁଃଖ ଜଣେଇକିରି ଆସିଲେ, କିଛି ଅଂଶରେ ଅଶାନ୍ତି ଲାଘବ ହେଲା, କିନ୍ତୁ ପୂର୍ଣ୍ଣ ଶାନ୍ତି ଆସିଲାନି। ଏଇଠି ଆପଣମାନଙ୍କୁ ବଳିଆର ଗୋଟେ ଜୀବନର ଅନୁଭୂତି କହୁଛି। ଆଶ୍ରମ, ଏଇଟା 80 କିମ୍ବା 81 ମସିହାର କଥା। ଆଶ୍ରମରେ ଆମେ ଟିକେ ଅଶାନ୍ତି ଅନୁଭବ କଲୁ। ମାନେ ଆଶ୍ରମବାସୀ କିଛି ଅଶାନ୍ତି କରିନାହାନ୍ତି। ଆଶ୍ରମ ପାଖର ଯେଉଁ ଗାଁ ବା ଯେଉଁ ଗାଁରେ ଆଶ୍ରମଟି ହେଇଛି, ସେଇ ଗାଁ ଲୋକମାନଙ୍କର ବିଭିନ୍ନ ପ୍ରକାରର ମାନେ ଟାହି ଟାପରା ବା ବିଭିନ୍ନ ପ୍ରକାର ସମସ୍ୟା ସେମାନେ ସୃଷ୍ଟି କଲେ। ମନ ଏତେ ଅଶାନ୍ତି ହେଇଗଲା ଯେ ଗୋଟେ ପଥର ମୂର୍ତ୍ତି ହେଇଥିଲେ, ମୁଁ ସେ ପଥର ମୂର୍ତ୍ତିଟିକୁ ମୁଣ୍ଡରେ ମୁଣ୍ଡେଇକିରି
କୁଆଡ଼େ ଚାଲି ଯାଇଥାନ୍ତି, ଯେଉଁଠି ବସିଥାନ୍ତି ଗୋଟେ ଶାନ୍ତିରେ ବସିଥାନ୍ତି। ଶେଷରେ ଶାନ୍ତି ଟିକେ ପାଇବା ପାଇଁ ଭାରତର ଅନେକ ତୀର୍ଥ ପର୍ଯ୍ୟଟନ କଲି, ତୀର୍ଥ ବୁଲିଲି। ଅନେକ ତୀର୍ଥ ବୁଲିକିରି ଆସିବା ପରେ ବି ଦେଖିଲି ଶାନ୍ତି ଆସିଲା ନାହିଁ। ସେଇ ମାନସିକ ଅଶାନ୍ତି ମୋ ଭିତରେ ରହିଲା। ଶେଷରେ ସ୍ଥିର କଲି ଯେ ହିମାଳୟ ପଳେଇବା, ହିମାଳୟରେ ବସି ସାଧନ ଭଜନ କରିବା, ଇଏ ମଠ ବାଡ଼ି ଜଞ୍ଜାଳ ଭିତରେ ପଶିବା ନାହିଁ। କିନ୍ତୁ ହିମାଳୟ ଯିବା ପୂର୍ବରୁ ମୋର ମନେ ପଡ଼ିଲା ମୋର ମାନସ ଗୁରୁ ନାମାଚାର୍ଯ୍ୟ ବାୟା ବାବାଙ୍କ କଥା। ସେତେବେଳେ ସେ କେନ୍ଦ୍ରାପଡ଼ାର ଟିକିରି ମଠରେ ରହୁଥାନ୍ତି। ତେଣୁ ଭାବିଲି ଯେ ବାବା ବାୟାଙ୍କୁ ତ ବହୁତ ବଢ଼ିଆ ଭଲ ପାଏ, ତେଣୁ ବାବା ବାୟାଙ୍କୁ କହିଦେବି ବଳିଆ ଯାଉଛି ହିମାଳୟ, ବଳିଆ ହିମାଳୟ ଯିବ, ଏ କଥା କହିକିରି ଆସିବି, ତାପରେ ହିମାଳୟ ଯିବି। ଆଉ ଇଏ ମଠ ବାଡ଼ି ସବୁ ଏଇଠୁ ଶେଷ ହେଲା। ଆଉ ଗୋଟେ ବ୍ରାହ୍ମଣ ରଖିଦେବା, ପୂଜାପୂଜି କରିବା, ଏମିତି ଗୋଟେ ମନ ଭିତରେ ଆସିଲା। ଆଉ ଯେତେବେଳେ ଆମେ ମୋଟର ସାଇକେଲ ପଛରେ ବସିକି ମୁଁ ଗଲି, ଯେତେବେଳେ ମୋଟର ସାଇକେଲରେ ଯାଉଥାଏ ଆମେ 3 ଜଣ ଯାଉଥାଉ। ଜଣେ ଶରତ ତାରିଣିଆ ମୋଟର ସାଇକେଲ ଚଲାଉଥାନ୍ତି, ବଳିଆ ମଝିରେ ବସିଥାଏ, ପଛରେ ନଟବର ଜେନା ବୋଲି ଜଣେ ବ୍ୟକ୍ତି ବସିଥାନ୍ତି। ଏବେ ସେ ସମସ୍ତେ ଅଛନ୍ତି ବଞ୍ଚିକିରି। ଯେତେବେଳେ ଆମେ ଗଲୁ, ବାଟଯାକ କେବଳ ତୁଳସୀ କର୍ପୂର ଚନ୍ଦନର ବାସ, ମଝିରେ ମଝିରେ ସେ ବାସ ଗୁଡ଼ିକ ଆମ ନାସାଗ୍ରକୁ ଆସୁଥାଏ, ଆଘ୍ରାଣ ହେଉଥାଏ, ଭାରି ଭଲ ଲାଗୁଥାଏ। ବଳଦେବଙ୍କର କେନ୍ଦ୍ରାପଡ଼ାର ସିଦ୍ଧ ବଳଦେବ ମୂର୍ତ୍ତିଙ୍କୁ ଦର୍ଶନ କଲୁ। ସେଇ କେନ୍ଦ୍ରାପଡ଼ାର ସିଦ୍ଧ ବଳଦେବ ମୂର୍ତ୍ତିଙ୍କୁ ଦର୍ଶନ କରି ସେଇଠି ଆମେ ରାତ୍ରି ଯାପନ କଲୁ। ତାପରେ ଆମେ କେନ୍ଦ୍ରାପଡ଼ାର ଟିକିରି ମଠକୁ ଗଲୁ। ଥରେ ଗଲୁ, 2 ଥର ଗଲୁ, କିନ୍ତୁ ବାବା ଆମକୁ ବାୟା ବାବା କିଛି କହିଲେ ନାହିଁ। ଏମିତି ମନରେ ବି ଗୋଟେ ଅଶାନ୍ତି ଆସୁଥାଏ, ବାବା କିଛି କହୁନାହାନ୍ତି। ବାବା ସିନା ସୁଯୋଗ ଦେଲେ ଗୋଟେ କ'ଣ କହିବି। ଏମିତି ଗୋଟେ ସମୟ ପଡ଼ିଲା, ଆଉ ଜଣେ ବୈଷ୍ଣବଙ୍କ ସହିତ ଦେଖା ହେଲା, ତାଙ୍କ ନାଁ ହେଉଛି ଜୀବନ ଦାସ। ମୁଁ ଜୀବନ ଦାସଙ୍କୁ ପଚାରିଲି, ମୁଁ କହିଲି ଟିକେ ବଳିଆ ଆସିଥିଲା ବାୟା ପାଖକୁ କ'ଣ ଟିକେ କଥୋପକଥନ ହେବା ପାଇଁ, ଆଉ ବାବା କିନ୍ତୁ ମାନେ ସମୟ ଦେଉନାହାନ୍ତି, ମୋ ଆଡ଼ୁ ତ ଅନଉନାହାନ୍ତି, ଆଉ ମୁଁ କହିବି କ'ଣ। ଜୀବନ ବାବା କହିଲେ ଯେ ବର୍ତ୍ତମାନ ଗୋଟେ ଇଲେକ୍ସନ୍ ସମୟ, ନିର୍ବାଚନ ସମୟ, ନିର୍ବାଚନରେ ସବୁ ଯିଏ ଜିତିଛନ୍ତି ସେ ସବୁ ବାବାଙ୍କ ଦର୍ଶନକୁ ଆସୁଛନ୍ତି। ହୋ ହା ଘୋ ଘା ଭିତରେ ବାୟା ରହୁଛନ୍ତି। ବାବା ଏସବୁ କଥାକୁ ଏତେ ଗ୍ରହଣ କରିପାରନ୍ତି ନାହିଁ। ଆପଣ ଆଉ ଟିକେ ଅପେକ୍ଷା କରନ୍ତୁ। ଯାହା ହଉ ଅପେକ୍ଷା ପରେ ବାୟା ମୋତେ ତାଙ୍କ ଆସନ ନିକଟରେ ଗୋଟିଏ ଚେୟାର ଦେଇଥାନ୍ତି। ସେ ଚେୟାରରେ ବସିଥାଏ, କେବଳ ବାୟା ବାବାଙ୍କ ମୁହଁକୁ ଚାହୁଁଥାଏ। ବାୟା ବାବା ଅନେକ ସମୟ ପରେ ସେ ମୋ ଆଡ଼କୁ ଚାହିଁଲେ, ବଳିଆ ଆଡ଼କୁ ଟିକେ ଚାହିଁଲେ। ଯେମିତି ଚାହିଁଲେ, ବଳିଆ କେବଳ ଏତିକି ଖାଲି କହିଛି ଯେ ବର୍ତ୍ତମାନ ପରିସ୍ଥିତିରେ ମୋର ଉପାୟ କ'ଣ, ମୋର ବାଟ କ'ଣ। ମୁଁ ଆଉ ହିମାଳୟ ଯିବା କଥା ନ କହି ପ୍ରଶ୍ନଟି ଏଇଭଳି ଭାବରେ ରଖିଲି। ବାୟା ବାବା ତାପରେ ସେ ଉତ୍ତର ଦେଲେ, ଯେତେ ଭକ୍ତମାନେ ବସିଥାନ୍ତି ସେଇଆକୁ ଚାହିଁକିରି କେବଳ କହୁଥାନ୍ତି। ସେ କଥା ଭିତରେ ଗୋଟିଏ କଥା ସେ କହିଲେ, ମାତୃ ଗର୍ଭଠାରୁ ହିମାଳୟ ଗୁମ୍ଫା କ'ଣ ଏତେ ବଡ଼?
ମୁଁ ହିମାଳୟ କଥା ବାବାଙ୍କୁ କହିନି, ବାବା ତାଙ୍କର କହିଲେ। ଏବଂ ଖୁବ୍ ଛୋଟ ପାଟିରେ କହୁଥାନ୍ତି ସାଧୁ ସଙ୍ଗ କର। ତାପରେ କହୁଥାନ୍ତି ସେଇ ଭକ୍ତମାନଙ୍କୁ ଚାହିଁକିରି କହୁଥାନ୍ତି, ଯେ ପାଞ୍ଚେ ପରର ମନ୍ଦ ତାମନ୍ଦ ଚିନ୍ତନ୍ତି ଗୋବିନ୍ଦ। ତମ ପାଇଁ ଯିଏ ମନ୍ଦ ଚିନ୍ତା କରୁଛନ୍ତି ତାଙ୍କ ମନ୍ଦ ଚିନ୍ତା ଗୋବିନ୍ଦ କରିବେ, ତମେ କାହିଁ ଏତେ ବ୍ୟସ୍ତ ହେଉଛ। ପୁଣି କିଛି ସମୟ ପରେ ଗଲା, ବିଭିନ୍ନ କଥା ଆଲୋଚନା ହେଲା। କେତେ କେତେ ବିପତ୍ତି ନ ପଡ଼ିଲା, ଏକା କୃଷ୍ଣ ଥିବାରୁ କିଛି ନ ବାଜିଲା। ଇଏ ଗୋଟେ କଥା ଆସିଲା। ମନେ ମନେ ଭାବୁଥାଏ ପ୍ରକୃତରେ ଅନେକ ବିପତ୍ତି ଆସିଛି, କିଛି ତ ମୋର କେହି କିଛି ତ କରିପାରିନାହାନ୍ତି, ଯେଉଁଠି ଅଛି ସେଇଠି। ତାପରେ ଗୋଟିଏ ଉତ୍ତର ଆସିଲା, ଗୁରୁ ରୂପେ କୃଷ୍ଣ କୃପା ତତ୍ଵର ଅବଧି, ତତ୍ଵ ନିରୂପିତ ହେଲେ ଛାଡ଼ ବେଦ ବିଧି। ତାପରେ ମୋର କଥା ପ୍ରସଙ୍ଗ ମୁଁ ଉତ୍ତର ପାଇସାରିଲି। ତାପରେ ବଳିଆ ଫେରିଲା। କ'ଣ ସବୁ ବାଟରେ ଘଟିଲା ଏସବୁ କଥା କହିବା ପାଇଁ ସମୟ ନାହିଁ। ତେବେ ଉତ୍ତରଟି ହେଲା ଯେ ଗୁରୁ କୃପା ବିନା, ଗୁରୁଙ୍କର କୃପା ଦ୍ୱାରା ସବୁ କିଛି ସମ୍ଭବ। ସବୁ ତତ୍ଵ ନିରୂପିତ ହେବ ଯେ ଗୁରୁଙ୍କ ମାଧ୍ୟମରେ। କୃଷ୍ଣଙ୍କର କୃପା ବା ଇଷ୍ଟଙ୍କର କୃପା ଗୁରୁଙ୍କ ମାଧ୍ୟମରେ ପ୍ରତିଫଳନ ହେବ। ଏଇ କେତୋଟି କଥା ପଦରେ ମାନସିକ ଶାନ୍ତି ପାଇଲି। ହିମାଳୟ ଯିବା କଥା ଭୁଲିଗଲି। ପୁଣି ସେଇ ଆଶ୍ରମ ଜୀବନ ଗଢ଼ି ଉଠିଲା। ଆଉ ଯେଉଁମାନେ ଯେଉଁ ପ୍ରକାର ମନ୍ଦ ଚିନ୍ତା କରିଥିଲେ ସିଏ ତାଙ୍କର ଆପେ ଆପେ ଦୂରେଇ ଗଲେ। ତାଙ୍କର କ'ଣ ସବୁ ଘଟିଲା କ'ଣ ନାହିଁ ସେ କଥା ମୁଁ କହିବାକୁ ଚାହୁଁନି। କିନ୍ତୁ କହିବାକୁ ଏତିକି ଏତିକି କେବଳ ଜାଣିବା ଦରକାର, ଶାନ୍ତିର ଦର୍ଶନ ଗୁରୁ ଦର୍ଶନମ୍। ତୀର୍ଥ ପର୍ଯ୍ୟଟନ କର, ମନ୍ଦିରକୁ ଯାଅ, ଆଶ୍ରମକୁ ଯାଅ, କିଛି ଆପତ୍ତି ନାହିଁ। ଗୁରୁ ପଦେ କଥା କହିବେ, ଆମ ମନକୁ ବୁଝେଇଲା ଭଳି ପଦେ କଥା କହିବେ। ସେ କଥା ଆମ ହୃଦୟର ସମସ୍ତ ଅଶାନ୍ତିକୁ ସେ ଦୂରୀଭୂତ କରିବ। ଯଶୋବନ୍ତ ଅଧିକାରୀ ନାମକ ଜଣେ ସଦ୍ଗୃହସ୍ଥ ସନ୍ଥ ଥିଲେ, ଅଘୋରୀ। ସେ ଆମିଷାଦି ଭୋଜନ କରୁଥିଲେ, ଲୁଙ୍ଗି ପିନ୍ଧୁଥିଲେ ଇତ୍ୟାଦି, କିନ୍ତୁ କୃଷ୍ଣ ରୂପରେ ପୂଜା ପାଉଥିଲେ। ଯାହା ହଉ, ଯଶୋବନ୍ତ ଅଧିକାରୀ ଗୋଟିଏ ପଦ ମୋର ବାପାଙ୍କ ପାଖକୁ ଚିଠି ଦେଇଥିଲେ। ବାପାଙ୍କର ସେ ଥିଲେ ଗୁରୁ। ଗୁରୁ ଗୋବିନ୍ଦେ ଦିଅ ମନ, ଗମିବ ବୈକୁଣ୍ଠ ଭୁବନ। ତେଣୁ ଗୋବିନ୍ଦଙ୍କୁ ଚିନ୍ତନ କର ବା ଇଷ୍ଟଙ୍କୁ ଚିନ୍ତନ କର, କିନ୍ତୁ ଗୁରୁଙ୍କ ସହିତ ସମ୍ପର୍କ ରଖ। ଯଦି ଦୂରରେ ଅଛନ୍ତି, ଜଣେ ସନ୍ଥଙ୍କ ସହିତ ସମ୍ପର୍କ ରଖ। ତମ ନିକଟରେ ଯେଉଁ ସନ୍ଥ ଅଛନ୍ତି ତାଙ୍କ ସହିତ ସମ୍ପର୍କ ରଖ, ତାଙ୍କୁ ତମ ସମସ୍ୟା କୁହ। ଗୁରୁ ଦେହତ୍ୟାଗ କରିଛନ୍ତି। ଗୁରୁ ଦେହତ୍ୟାଗ କରିଛନ୍ତି ଭାବି ଆଉ ଗୁରୁଙ୍କ ପାଖକୁ ଯିବନି ନାହିଁ। ଗୁରୁଙ୍କ ସମାଧି ପାଖରେ ଯାଇ ପ୍ରାର୍ଥନା କର। କିନ୍ତୁ ଉତ୍ତର ପାଇବାକୁ ହେଲେ ଜଣେ ସନ୍ଥଙ୍କ ସହିତ ସମ୍ପର୍କ ରଖ। ସେଥିପାଇଁ ଭାଗବତ କହିଲେ, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ତେଣୁ ବାୟା ବାବା ସେଇ କଥାକୁ କହିଲେ ଯେ ଶାନ୍ତି ଅଛି ମନରେ। ଏଇ ମନ ବୃନ୍ଦାବନ, ଏଇ ମନ କାଶୀ, ଏଇ ମନେ ବଦ୍ରୀନାଥ, ପୁରୀ ବାରାଣାସୀ। ଏଇ ମନ ବଦ୍ରୀନାଥ, ପୁରୀ ବାରାଣାସୀ। ତେଣୁ ବାୟା କହିଲେ ଆଉ କେଉଁଠିକି ଯିବା ଦରକାର ନାହିଁ। ଦହିରୁ ଲହୁଣୀ ବାହାର କଲା ଭଳି ତମରି ଭିତରେ ଶାନ୍ତି ରୂପକ ଲହୁଣୀକି ତୁମେ ବାହାର କର। ମନ ଶୁଦ୍ଧ ହେଲେ ଶାନ୍ତି ଆପେ ଆପେ ଆସିବ।
मन को पवित्र कर। आउ जदि तुम कलुषित बासना रखि मुझे जीवी एमती खाइबी एमती पिंधि एमती बुलबी एमती रही ये जो कलुषित बासना राताराति बड़ लोक हेबी राताराति अमुक हेबी कलुषित बासना थिबा मन से केबे शांति पाई पारिबो नाही। जावत मृत्यु अच्छी दूरे सुंदर जुबा कलेबरे साधिब सकल सकटी जेणे जन्मीब विष्णु भक्ति। कबीर कही गुरु बिना आउ किए बाट बताई पारे। कबीर गोटे कथा को से कहले सन्थ कबीर तेबे सेपरी गुरु कौटू पाइबा प्रश्न कथा पुणी पचारे कौटी सेमती गुरु अच्छा जी आमको बाट बतेबे। गुरु पाखे बसिकी से व्यक्ति पचारुचंती ताने बाया बाबा को से गुरु बोली भावुना गुरु कौटू पाइबा बोली कहते। सज्जन बाबा तार उत्तर देले बाबा तो कही पारता अभिमान था अहंकार था ये मुबा गुरु ये बही मत पचारूनु किंतु से कथा से कहले से कौन कहले सबुठारे गुरु अछंती जगतमय गुरु गुरुमय जगत। बलिया भी गोटे धुन रे लिखी गुरुमय ये जगत अनंत शयनम प्रेममय मूर्ति श्री कंजपदम। तुम्हें गुरु को खोजु तो कौटी गुरु नाहंती से भली गोटे स्थान बा गोटे जगह देखे दियो। बाबा गोटे उदाहरण देले कबाट बंद करिब घरे जो आलुओ जलुला ताकू निभेब निजे आखि बुझी आउ गोटे अंधकार सृष्टि करी ता भितर बसिब बाट कौटू पाइब। तुम्हें जदि गुरु पाइबा को चाहूच तांकु खोज अंतर रे खोज व्याकुलतार सहित खोज अंतर्जामी गुरुदेव निश्चय कृपा करिवे। अवधूत भागवतर कथा कहले भागवतर गोटे कथा अच्छी अवधूत 24 गुरु करथिले 24 जन ठू दीक्षा नहीं 24 जन ठू भेक नहीं ना 24 जन ठू माली नहीं कंठी माली नहीं ना जड़े जन को सद्गुरु बोली निर्वाचित कला सेटा अलग कथा किंतु गुरु सबु जगार अच्छा। आप देखु वृक्ष वृक्ष गोटे गुरु सी आपण को वृक्ष आपण को शिक्षा दौती त्याग। तेणु सज्जन नदी गोटे गुरु से उच्चरू नीच को बही जाए से शिक्षा दौती तुम्हें जिते उच्च को जाओ सब नम्रता गुण को आचरण कर निजु सब संयमता आचरण कर। तेणु गुरुमय ये जगत अनंत शयनम। तुम्हें कौन माँ ठारू किछि शिखिना तुम्हें कौन बापा ठारू किछि शिखिना तुम्हें कौन गुरुजन मान ठारू किछि शिखिना तुम्हें कौन शिक्षक ठारू किछि शिखिना तुम्हें कौन पुरोहित ठारू किछि शिखिना तुम्हें कौन ब्राह्मण वैष्णव मान ठारू किछि शिखिना सबू शिखुच किंतु ताकू सबू एक कान पूरे से कान बाहर कर दो। गुरुमय ये जगत अनंत शयनम। तुम्हें बाटे जाऊच जन को पचार भाई बाटटा कुआड़े मु अमुक जगह को जी बाट कुआड़े सी कह यही बाटे जाओ सी कौन जड़े गुरु नुहंती सी आपण को बाट पटेला। तेणु बाटरे हाटरे नाटरे घाटरे सबुठी गुरु अच्छा तुम्हें खोजी पारुना तुम भीतर से श्रद्धा नहीं से व्याकुलता नहीं
ଯେତେବେଳେ ଗୁରୁଙ୍କୁ ପାଇବା ପାଇଁ ତୁମ ଭିତରେ ବ୍ୟାକୁଳତା ଆସିବ, ସେତେବେଳେ ତୁମରି ଭିତରୁ ପ୍ରେରଣା ଆସିବ, ଏଇ ତୁମର ଗୁରୁ। ଅନେକ ସମୟରେ ଆପଣ ଦେଖିବେ ମାନେ ଧ୍ୟାନରେ ଯେଉଁମାନେ ପ୍ରତ୍ୟେକ ଦିନ ଧ୍ୟାନ କରନ୍ତି, ମନର ଏକାଗ୍ରତା ଆଣିବାକୁ ଚେଷ୍ଟା କରନ୍ତି, ତାଙ୍କରି ଭିତରୁ ମଧ୍ୟ ତାଙ୍କ ପ୍ରଶ୍ନର ଉତ୍ତର ଆପେ ଆପେ ବାହାରି ଆସେ। ଏ କାମଟା କରିବି ନା କରିବି ନାହିଁ, ଏ କଥା ଭାବିକିରି ଆଖି ବୁଜି ଧ୍ୟାନ କରି ଟିକେ ବସ, କିଛି ସମୟ ଅପେକ୍ଷା କର। କିମ୍ବା ଗୀତା ବହିଟିକୁ ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରି ଗୀତା ବହିଟିକୁ ଆଖି ବୁଜି ନୋଉଟେଇ ଦିଅ, ତାକୁ ପଢ଼, ଆଖି ମେଲେଇକିରି ଆଖି ଖୋଲି ପଢ଼, ତା ଭିତରେ ବି ତୁମ ଉତ୍ତର ପାଇପାର। ତେଣୁ ଏନାବେ ଗୁରୁ କର୍ଣ୍ଣଧାର ମୁହିଁ ଅନୁକୂଳ ସମୀର। ଏଇଠି ଦେଖନ୍ତୁ ଗୁରୁବାଦର କଥାକୁ କେମିତି ଭାବରେ ମଧୁସୂଦନ ଲେଖିଛନ୍ତି। ଯେଣେ ଅଛନ୍ତି ତୋର ଶ୍ରୀଗୁରୁ ବ୍ରହ୍ମ, ଖୋଜିବା ପାଇଁ ଚାଲି ଯାଅ ବହନ। ବାସ୍ ବାୟା ଯାହା କହିଲେ ମଧୁସୂଦନ ସେଇଆ କହୁଛନ୍ତି। ସବୁ ତେଜିଣ ବୁଲି ତାଙ୍କରି ପାଇଁ କର କର ମରେ। ଆଉ ତୁମେ ତ ଖୋଜିବ ନେଇ ଲୋଡ଼ିବ ନେଇ, ଗୁରୁଙ୍କୁ ପଚାରିବ ଗୁରୁ ମୋର କିଏ, ମୁଁ କେମିତି ଭଲ ଗୁରୁ ପାଇବି? ତୁମକୁ ତ କିଛି ଦେଖାଯାଉନି। ତୁମ ଭିତରେ ଯେଉଁ ଅଭିମାନ ରୂପକ ଆଖି ତୁମ ଭିତରେ ଅଛି, ଅହଙ୍କାର ରହିଛି, ଅଶାନ୍ତି ରୂପକ ମନ ରହିଛି, ତୁମେ ଯେମିତି ଅନ୍ଧ ଛଅ ଜଣ ଅନ୍ଧ ହାତୀ ଖୋଜିବା ପାଇଁ ଗଲେ, ଜଣେ କହିଲା ହାତୀ ଖୁଣ୍ଟ ଭଳିଆ, ଜଣେ କହିଲା କୁଲା ଭଳିଆ, ଜଣେ କହିଲା କାନ୍ଥ ଭଳିଆ, ଜଣେ କହିଲା ସାପ ଭଳିଆ, କିନ୍ତୁ ଇଏ ସବୁଯାକ ମିଶେଇ ଦେଲେ ସିଏ ହେଉଛି ହାତୀ। ତେଣୁ ସଜ୍ଜନ, ଆମେ ସେଇଭଳି କାମାନ୍ଧ, ଆମେ କ୍ରୋଧାନ୍ଧ, ଆମେ ଲୋଭାନ୍ଧ, ମଦାନ୍ଧ ହେଇ ଆମେ ଏଇ ଅନ୍ଧ ଦୁନିଆରେ ଆମେ ସମସ୍ତଙ୍କୁ ଗୋଟାଏ ଗୋଟେ ପ୍ରକାର ଭାବୁଛୁ। ମହତ୍ତ୍ୱ କଥାକୁ ଆମେ, ଆମ ପାଖକୁ ମହତ୍ତ୍ୱ କଥା ଆସିଲେ ବି ଆମେ ତାକୁ ଅମହତ୍ତ୍ୱ ବୋଲି ଉପେକ୍ଷା କରୁ। ଯଦି ବାନର ବେକରେ ମୁକ୍ତାହାର, ବାନର ବେକରେ ମୁକ୍ତାହାର ଟିକେ ପକାଇଲେ ସେଟାକୁ ଚିନି ଝାଡ଼ି କାମୁଡ଼ିକି ଖାଇ ଫୋପାଡ଼ି ଦେବ। ତେଣୁ ବାନର ଭଳି ମୁକ୍ତାହାରକୁ ଆମେ ଫିଙ୍ଗି ଦେଉଛେ। ଅନେକ ପରିବାରର ଅଶାନ୍ତି ଆମ ପାଖକୁ ଆସି ପହଞ୍ଚୁଛି। ଅନେକ ପିତାମାତା ମଧ୍ୟ ଭୁଲ ବାଟରେ ଅଛନ୍ତି। ଏତେ ଭୁଲ ବାଟରେ ଅଛନ୍ତି, କେଉଁଠି ପିତା ଅଛନ୍ତି, କେଉଁଠି ମାତା ଅଛନ୍ତି, କେଉଁଠି ଉଭୟ ଅଛନ୍ତି। ଏତେ ଭୁଲ ବାଟରେ ସେମାନେ ଅଛନ୍ତି, ସେ ପିଲାଙ୍କୁ କ'ଣ ଶିକ୍ଷା ଦେବେ? ପିଲାମାନଙ୍କୁ ଶିକ୍ଷା ଦେବା ପରିବର୍ତ୍ତେ ପିଲାମାନେ ତାଙ୍କୁ ଅନୁକରଣ କରି ଭୁଲ ବାଟରେ ଯାଉଛନ୍ତି। ଜଣେ ପୁତ୍ର ଗୋଟେ ଫୋନରେ କହିଲେ ଯେ ମୋ ବାପା ହେଉଛନ୍ତି କଂସ। କାହିଁକି ନା ମୁଁ ଏଇଭଳି ଗୋଟେ ରୋଗ ଶଯ୍ୟାରେ ଶୋଇଛି ଆଜିକି 5 ବର୍ଷ ହେଲା, ମୃତ୍ୟୁ ସହିତ ଲଢ଼େଇ କରୁଛି, ବାପା ସମ୍ପତ୍ତି ବିକ୍ରି କରୁଛନ୍ତି, ନିଜେ ମଦ୍ୟ ଆଉ ମାଂସ ଇତ୍ୟାଦି ଖାଇ ମାନେ ସାଙ୍ଗସାଥି କରି ବୁଲୁଛନ୍ତି, କିନ୍ତୁ ପଇସା ମୋ ପାଖରୁ ମାନେ ମୋତେ କିଛି ଅର୍ଥ ସାହାଯ୍ୟ କରୁନାହାନ୍ତି। ମୁଁ ଯେତେ ବିନତି କଲେ ବି ଅର୍ଥ ସାହାଯ୍ୟ କରୁନାହାନ୍ତି। 5 ଲକ୍ଷ ଟଙ୍କାର ସମ୍ପତ୍ତି ବିକ୍ରି କଲେ, କିନ୍ତୁ ମୋର କିଡ଼ନୀ ଲାଗିବା ପାଇଁ ମୁଁ ଅପେକ୍ଷା କରିଛି, ତାକୁ କିଡ଼ନୀ ରୋଗ, ସେ ଦେଉନାହାନ୍ତି। ତେଣୁ ମୋ ବାପା ହେଉଛନ୍ତି କଂସ। ଏଭଳି ବାପା ମାନେ ମୋତେ ମିଳିଛନ୍ତି। ଆଉ ତେଣୁ ସବୁ କଥାରେ ଆମେ ମାନେ ସବୁ ବାପା ସେଇଆ ନୁହନ୍ତି, ସବୁ ମା ସେଇଆ ନୁହନ୍ତି।
ପିତାମାତାଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା ସେ ହାଟ ବଜାରରେ ମିଳିବନି, ସେଇଟା ଗୋଟେ ସ୍ୱତନ୍ତ୍ର ଭଲ ପାଇବା। କିନ୍ତୁ କେତେକ ପିତାମାତା ଅଛନ୍ତି ନିଜେ ଭୁଲ ବାଟରେ ଯାଉଛନ୍ତି, ନିଜେ ତ ମଦ୍ୟ ପିଉଛନ୍ତି, ପୁଅ ଝିଅଙ୍କୁ କ'ଣ ଶିଖେଇବେ? ଗତକାଲି ଜଣେ ମା ଆସିକିରି କହିଲେ ମୋର, ସେ ତାଙ୍କ କଥା କହିଲେ ମୋର ସ୍ୱାମୀ ନା ତାଙ୍କ ଭଉଣୀଙ୍କର ସ୍ୱାମୀ କେଉଁଠି କ'ଣ ଇଏ ଥିଲେ, ମାନେ ଏୟାରଫୋର୍ସରେ ଥିଲେ, ମିଲିଟାରୀ ଚାକିରି କରିଥିଲେ ସୈନ୍ୟ ବିଭାଗରେ। ଏବେ ରିଟାୟାର୍ଡ଼ ହେଇ ଘରକୁ ଆଇଛନ୍ତି, ସବୁଦିନେ ମଦ୍ୟ ପିଉଛନ୍ତି ଏବଂ ମୋ ଭଉଣୀକି ବାଡ଼ଉଛନ୍ତି। ଆପଣ ରକ୍ଷା କ'ଣ? ମୁଁ ରକ୍ଷା କେମିତି କରିବି? ସେ କ'ଣ ରୋଗ ନା ତନ୍ତ୍ର ନା କ'ଣ ଦେ ଭଳିଆ ରକ୍ଷା କରିବ? ନା 2 ଥର 3 ଥର ସେ ମେଡ଼ିକାଲକୁ ଗଲେଣି, ସେଇଠି ଡାକ୍ତରଙ୍କୁ କହୁଛନ୍ତି ଆଉ ମୁଁ ଏ ମଦ୍ୟ ପିଇବି ନାହିଁ। ପୁଣି 15 ଦିନ ମାସକ ପରେ ପୁଣି ଯେଉଁ କଥାକୁ ସେଇ କଥା। ତେଣୁ ସଜ୍ଜନ, ଯେଉଁମାନେ ଏଇଭଳି ଭୁଲ ବାଟରେ ଯିବେ, ଯଦି ମା ମମତାମୟୀ ନ ହୋଇ ମା ଯଦି ହୁଏ କରାଳ ରୂପିଣୀ, କ୍ଷମା ଚରଣେ ହୁଏ ସେ ଘାତିନି, କେବେ କିଲୋ ସୁତ ବଞ୍ଚିକି ପାରିବ, ସଦା ଖୋଜିବ ସେ ଜନନୀ ଜନନୀ। ତେଣୁ ହେ ମାତୃମଣ୍ଡଳୀ, ହେ ପିତୃମଣ୍ଡଳୀ, ଆମେ ଭଲ ମା ହେବା, ଭଲ ବାପା ହେବା। ଆମେ ଆମ ପୁଅ ଝିଅଙ୍କ ଠାରୁ ଯାହା ଆଶା କରୁଛୁ, ଆମେ ମଧ୍ୟ ଆମ ବାପା ମାଆଙ୍କୁ ସେଇଭଳି ଭକ୍ତି କରିଛୁ କି ନା ନିଜକୁ ପଚାରିବା। ଆମେ ଯଦି କରିନାହୁଁ ତେଣୁ ଆମ ପିଲାମାନେ ତାହା ଶିଖିବେନି। ଯଦି ଆମେ ଆମ ବାପା ମାଆଙ୍କୁ ସେବା କରିନୁ କି ତାଙ୍କୁ ଯତ୍ନ କରିନୁ, ତାହେଲେ ଆମ ପିଲାମାନେ କେମିତି ଆମଠୁ ଶିଖିବେ ଯେ ବାପା ମାଆଙ୍କ ସେବା କରନ୍ତୁ? ସିଏ ବି ସେଇ ବାଟରେ ଯିବେ। ତେଣୁ ଭଲ ମା ହୁଅ। ସେଥିପାଇଁ ବଳିଆ ଏ 2 ଦିନ ତଳେ କହିଥିଲା, ସତ୍ସଙ୍ଗ ଗୋଟିଏ ପ୍ରତ୍ୟେକ ପରିବାରରେ ଗୋଟିଏ ଦିନ ସତ୍ସଙ୍ଗ ହେଉ, ସପ୍ତାହରେ ଗୋଟିଏ ଦିନ ଗୋଟିଏ ସମୟରେ ହେଉ। ପୁଣି ଥରେ କେତେବେଳେ ସମୟ ପାଇଲେ ପୁଣି ସେ କଥାକୁ ଆପଣମାନଙ୍କୁ ମନେ ପକାଇଦେବି। ତେଣୁ ଭଲ ବାପା ହେବା, ଭଲ ମା ହେବା, ଭଲ ପୁଅ ହେବା, ଭଲ ଝିଅ ହେବା, ଭଲ ଭାଇ ହେବା, ଭଲ ଭଉଣୀ ହେବା, ଏହା ହିଁ ସତ୍ୟ। ଆଉ ସବୁଠାରୁ ମହାନ ସତ୍ୟ ସେ ପରମାତ୍ମା। ଏତିକି କହି ଚୁପ୍ ରହିଗଲେ ଠିକ୍ ହେବ ନାହିଁ। ସବୁ ସତ୍ୟ ଭିତରେ ସେଇ ପରମ ସତ୍ୟକୁ ଖୋଜ। ସତ୍ୟ 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 3 ବାର ସତ୍ୟ ବୋଲି କୁହାଯାଏ। ଲକ୍ଷ୍ମଣ 3ଟି ଗାର ପକାଇଥିଲେ। ତେଣୁ ସେମିତି ବ୍ରାହ୍ମଣ ଯେତେବେଳେ ସଂକଳ୍ପ କରେ ବା ଏତନ୍ମେ ସତ୍ୟ ଏତନ୍ମେ ସତ୍ୟ ଏତନ୍ମେ ସତ୍ୟ ମହାପ୍ରସାଦ ନିର୍ବନ୍ଧରେ କହେ। ତେଣୁ 3ଟା ସତ୍ୟ ମିଶିକିରି ମହାସତ୍ୟ। କର୍ମ, ଜ୍ଞାନ, ଭକ୍ତି, ଇଏ ହେଉଛି 3ଟି ସତ୍ୟ। ପରମ ସତ୍ୟ ହେଉଛନ୍ତି ସେଇ ଅଦୃଶ୍ୟ ପରମାତ୍ମା।